କଥାରେ ନାହିଁ ଝିଅ ଜନ୍ମ ହେଲେ ମାଆକୁ ବହୁତ ସାରା ସାହାଯ୍ୟ ମିଳେ। ବହୁତ କେୟାର କରେ ମାଆର। ତ ମାଆର ଅଧେ କାମ ଝିଅ କରିନି, କିନ୍ତୁ ଏଇଠି ଦେଖୁନାହାନ୍ତି ମୋ ଇସୁ ବାବା ମୋତେ ବହୁତ ହେଲ୍ପ କରୁଛି, ଘର ଝାଡ଼ୁ କରିଦେଉଛି। ତ ତାକୁ ଦେଖିକି ବି ମୋତେ ବହୁତ ଖୁସି ଲାଗୁଛି ଯେ କିଛି କାମ ମୋର କରୁଛି। ତ ସମ୍ପୂର୍ଣ୍ଣ ଭାବେ ସେ ତ ଘର ଝାଡ଼ୁ କରିନି, ତ ସେ ତାର ମାନେ ମାଆକୁ ସାହାଯ୍ୟ କରିବାର ଯେଉଁ ତରିକା ତ ମୋତେ ବହୁତ ଭଲ ଲାଗିଲା। ତ ତାପରେ ସନ୍ଧ୍ୟାବେଳ ଟାଇମ୍ରେ ମୁଁ ତାକୁ ବସିକି ପଢ଼ଉଥିଲି। ତାକୁ ପ୍ରତିଦିନ ମୁଁ ଟିକେ କିଛି ନା କିଛି ପଢ଼ାଏ, କାରଣ ତାର ଟିକେ ଅଭ୍ୟାସ ରହୁ। ତାପରେ ମୋତେ ଫୋନ୍ ଆସିଲା ମିଷ୍ଟର ଦାସଙ୍କର ସାଙ୍ଗ କାଳିଆ ଭାଇଙ୍କର, ଯେ ଚାଲ ଯିବା ରେମୁଣା ମହୋତ୍ସବ। ତ 7:30 ସୁଦ୍ଧା ରେଡ଼ି ହେଇଥିବ, ଆମେ ଯିବା। ତ ମୁଁ କିଛି ବୁଝିବି ପାରିଲିନି। ମୁଁ କହିଲି ହଁ ସତ କି ମିଛ, ଯେହେତୁ ମିଷ୍ଟର ଦାସ କିଛି କହିନାହାନ୍ତି ତ ମୁଁ ତାଙ୍କୁ ଫୋନ୍ କଲି। ସେ କହିଲେ ନାଇଁ ତୁମେ ରେଡ଼ି ହେଇଥାଅ ଆଉ ଯିବା। ତ ସାଙ୍ଗେ ସାଙ୍ଗେ ମୁଁ ରେଡ଼ି ହେଲି, ସେ ବାବାକୁ ବି ଖୁଆଇ ଦେଲି। ତ ଆମେ ବାହାରିଗଲୁ ରେମୁଣା ମହୋତ୍ସବ। ମୁଁ ତ କେବେ ଯାଇନଥିଲି ରେମୁଣା ମହୋତ୍ସବ, ଫାର୍ଷ୍ଟ ଟାଇମ୍ ପାଇଁ ମୁଁ ଯାଇଛି। ତ ମୋର ଅଭିଜ୍ଞତା ଯେମିତି କସମ୍ବ ମେଳା ଉପରେ ଥିଲା, ତ ଆପଣମାନଙ୍କୁ ନିହାତି କହିବି ଯେ ଭଲ କେଉଁଟା, କସମ୍ବ ମେଳା ଭଲ ନା ରେମୁଣା ମହୋତ୍ସବ ଭଲ। ତ ମୁଁ ଯେତେବେଳେ ଗଲି ଫାର୍ଷ୍ଟ ତାର ସାଜସଜ୍ଜାଟା ବହୁତ ଭଲ ଲାଗିଲା ମୋତେ। ଗାଡ଼ି ପାର୍କିଂ ପାଇଁ କିଛି ନଥିଲା, ମାନେ ବାଇକ୍ ପାଇଁ ଥିଲା କିନ୍ତୁ 4 ଚକିଆ ପାଇଁ ହିଁ ନଥିଲା। ତ ରୋଡ଼ ସାଇଡ଼୍ରେ ହିଁ ସବୁ ଗାଡ଼ି ଗୁଡ଼ାକ ଛିଡ଼ା ହେଉଥିଲା। ମିଷ୍ଟର ଦାସ ଆମକୁ ଛାଡ଼ିଦେଲେ, ଆଉ କାଳିଆ ଭାଇ ତ ତାଙ୍କ ସାନ ଭାଇ ବି ଆମ ସହିତ ଯାଇଥିଲେ। ସେମାନେ ସବୁ ଗଲେ ତାଙ୍କର କ'ଣ ଡ୍ରେସ୍ କିଣିବା ପାଇଁ। ଆମେ ଖୁଡ଼ି, ମୁଁ, ମୋ ସହିତ ଯାଇଥିଲେ ଆଉ ଜଣେ ଖୁଡ଼ି, ତାଙ୍କ ଝିଅ। ତ ଆମେ ସମସ୍ତେ ମେଳା ଭିତରକୁ ଗଲା କିଣି ଆଗେ ମା ତାରିଣୀଙ୍କୁ ଦର୍ଶନ କରୁ। ତାପରେ ଏଇ ଯେଉଁ ଷ୍ଟାଚୁଟା ଦେଖୁଛନ୍ତି, ସେ ଗୋଟେ ଲୋକଟେ, ସେ ପୁରା ଷ୍ଟାଚୁ ହେଇକି ହିଁ ଛିଡ଼ା ହେଇଛି। ତ କିଛି ଲୋକ ଯାଇକି ଏଠି ଫଟୋ ଉଠାଉଛନ୍ତି, ଆଉ କିଛି ପଇସା ବି ତାକୁ ଦେଉଛନ୍ତି। ତ ତାକୁ ଦେଖିବା ପରେ ଖୁଡ଼ି କହୁଛନ୍ତି ଆରେ ସେ ମଣିଷ ନୁହେଁ, ସେ ପ୍ରକୃତରେ ସେ ଷ୍ଟାଚୁ। ନାଇଁ ସେ ମଣିଷ। ତ ଏମିତି ଯୁକ୍ତି ତର୍କ ଚାଲୁ ଚାଲୁ ଆମେ ଆଗକୁ ବଢ଼ୁଥିଲୁ। ତାପରେ ଗଲା ପରେ ଦେଖିଲି ଗୋଟେ ଚୁଡ଼ି ଷ୍ଟଲ୍ଟେ ପଡ଼ିଛି। ବହୁତ ସାରା ଚୁଡ଼ି ଅଛି, ଆଉ ସବୁ ଚୁଡ଼ିର ଦାମ ଥିଲା 100 ଟଙ୍କା। 100 ଟଙ୍କା ତୁମେ ଦେଲେ ଯେକୌଣସି ତୁମେ ଚୁଡ଼ି ନେଇପାରିବ। ତ ସେଠୁ ମୁଁ କିଛି ଚୁଡ଼ି କିଣିକି ନେଇକି ଆସିଲି। ତାପରେ ଆସିକି ସବୁ ଷ୍ଟଲ୍ ବୁଲିକା ଯାଉଥିଲି। ତ କ'ଣ ନେବି କ'ଣ ନେଇ, ଫାଷ୍ଟ ତ ସବୁ ଫାଙ୍କା ହେଇଥିଲା। ଜଣେ ଟାଟୁ କରିଥିଲେ, ତ ମୋତେ ଦେଖିକି ଭାରି ଇଚ୍ଛା ହେଉଥିଲା ମିଷ୍ଟର ଦାସଙ୍କର ନାଁ ଲେଖିବା ପାଇଁ। ମୋର ବହୁତ ଇଚ୍ଛା, କିନ୍ତୁ ଭଲ ଜାଗାରେ ମୁଁ କେବେ ବନେଇବି। ମିଷ୍ଟର ଦାସ କିନ୍ତୁ ଚାହାନ୍ତିନି ମୁଁ ବନାଏ ବୋଲି, କିନ୍ତୁ ମୋର ଇଚ୍ଛା। ତ ଦେଖି ଆଗକୁ କ'ଣ ଅଛି। ତାପରେ ମିଷ୍ଟର ଦାସକୁ ଫୋନ୍ ମାରିଲି। ସେ ଯାହା ହଉ କିଛି ସମୟ ପରେ, ମାନେ ବହୁତ ସମୟ ପରେ ଯାହା ହଉ ସେ ଆସିଲେ। ଆସିବା ପରେ ମୋତେ ଲାଗୁଥିଲା ଯେ କିଛି ଦରକାର ନାହିଁ, ପୁରା ଫାଙ୍କା କାହିଁ ପଶିଲା ଫାଷ୍ଟ ଏଣ୍ଟ୍ରି କଲା କିଣି ପୁରା ଫାଙ୍କା ଲାଗୁଥିଲା। ଯେତେ ଭିତରକୁ ମୁଁ ଯାଉଥିଲି ତ ସେତେ ସବୁ ଦୋକାନ ଥିଲା। ତାପରେ ମୁଁ ଗଲି ଇସୁ ବାବାକୁ ନେଇକି ଦୋଳିରେ ବସିବା ପାଇଁ। ତ ମିଷ୍ଟର ଦାସ ମନା କରିଥିଲେ, ନାଇଁ ସେ କାନ୍ଦିବ କ'ଣ କରିବ। ନାଇଁ ସେ ଦେଖୁଛି ଦୋଳିରେ ସବୁ ପିଲାମାନେ ବସୁଛନ୍ତି, ତାକୁ ବସାଇ ଦିଏ। କିନ୍ତୁ ମା ମନ ବୁଝୁନଥିଲା। ମିଷ୍ଟର ଦାସଙ୍କ କଥା ବି ମୁଁ ମାନିଲିନି, ନାଇଁ ଛୁଆକୁ ବସିବ। ତ ମୁଁ ଯେତେବେଳେ ତାକୁ ବସେଇଲି ସେ ବସିଲା। ତ ଗୋଟେ ରାଉଣ୍ଡ ମାନେ କମ୍ପ୍ଲିଟ୍ ହେଇନି, ଏତେ ଜୋରରେ ସେ କାନ୍ଦିଲା। ମୁଁ ଲାଷ୍ଟରେ ସେ ଦୋଳିଟାକୁ ହିଁ ଧରିକି ଅଟକେଇ ଦେଲି, ଆଉ ଇସୁ ବାବାକୁ ଓହ୍ଲେଇ ଆଣିଲି। ତ ମୁଁ ଓହ୍ଲେଇ ଆଣିଲି ତାକୁ। କିନ୍ତୁ କାଳିଆ ଭାଇଙ୍କର ଝିଅ ଦେବନ୍ୟା, ସେ କିନ୍ତୁ ଆରାମସେ ବସିକି ସେ ତାର ଦୋଳି ଝୁଲିଲା, କମ୍ପ୍ଲିଟ୍ କଲା ତାର ଯେତେକ ରାଉଣ୍ଡ ସବୁ। ତ ଇସୁ ବାବା ଏତେ କାନ୍ଦୁଥିଲା, ମାନେ ମୋତେ ଏତେ ହସ ଲାଗୁଥିଲା ଯେ ମାନେ ତାର ମୁଁ ଭାବିଥିଲି ଯେ ମୋ ପିଲାଟା ଟିକେ ଯାଇକି ଏନ୍ଜୟ କରିବ, ଯେହେତୁ ସେ ମେଳା ଆସିଛି, କିନ୍ତୁ ସେଟା ହେଇପାରିଲାନି। ତ ତାପରେ ଆମେ ପଳେଇ ଆସିଲୁ। ଏଠି ଯେଉଁ ଷ୍ଟେଜ୍ ଥିଲା, ପ୍ରୋଗ୍ରାମ୍ ଚାଲିଥିଲା, ସେଠି ଯାଇକି କିଛି ସମୟ ଛିଡ଼ା ହେଲୁ। ବେଶୀ ସମୟ ବି ଛିଡ଼ା ହେଇପାରିଲେନି, କାହିଁକି ନା ଗୋଟେ ଜିନିଷ, ଆମେ ଏଠୁ ଘରୁ ବାହାରିକି ଗଲୁ ପାଖାପାଖି 8ଟା, ଆଉ ଇସୁ ବାବା ଖାଏ 9:30 ବେଳେ। ତ ତାର ସବୁ ଖାଇବା ପତ୍ର ରହିଯାଇଥିଲା, ସାଲାକ ନେଇକି ଯାଇଥିଲି, କିନ୍ତୁ ଗୋଟେ ଗାଡ଼ିରେ ମୁଁ ରଖିଦେଇଥିଲି, ଯାହାଫଳରେ କି ମୋ ମାଇଣ୍ଡରେ ଖାଲି ଚାଲିଥାଏ ମୁଁ କେତେ ଜଲ୍ଦି ମେଳା ବୁଲି ସାରିବି, ଯାଇକି ଇସୁ ବାବାକୁ ମୁଁ ଖୁଆଇବି। ଆଉ ଏତକ ଭିତରେ ସବୁ ଷ୍ଟଲ୍, ମାନେ 5 ଟଙ୍କିଆ 10 ଟଙ୍କିଆ, ମାନେ ଆପଣମାନେ ବିଶ୍ୱାସ ବି କରିବେନି 3 ଟଙ୍କିଆ ଷ୍ଟଲ୍ ବି ପଡ଼ିଥିଲା। ମାନେ ସେ ଡବା ମବା ଏସବୁ ଜିନିଷକୁ 3 ଟଙ୍କା। ମୁଁ ଦେଖିକି ଆଶ୍ଚର୍ଯ୍ୟ, ମୁଁ କହିଲି 3 ଟଙ୍କା ଲେଖାଏଁ ବି ଷ୍ଟଲ୍ ଅଛି। ତ ନାଇଁ, କସମ୍ବ ମେଳାଠୁ ରେମୁଣା ମହୋତ୍ସବ ବହୁତ ଭଲ, ସତ ଗୁଣରେ ଭଲ। ତ ଯେଉଁମାନେ ବି ଯାଇନାହାନ୍ତି ନିଶ୍ଚିନ୍ତ ଯାଇକି ଆପଣମାନଙ୍କ ଫ୍ୟାମିଲି ସହିତ ଯାଇକି ବୁଲିକି ଆପଣମାନେ ଆସନ୍ତୁ, ନିହାତି ବହୁତ ଭଲ ଲାଗିବ। ତ ମୁଁ ତ ବହୁତ ସାରା ଜିନିଷ କିଣି ଦେଇଥିଲି, ମାନେ ବହୁତ ବିଶେଷ କରି ବେଶୀ ଡବା ଏସବୁ ଜିନିଷ ମୁଁ କିଣିଥିଲି। ତ ମିଷ୍ଟର ଦାସକୁ ଏଇ ଚାବିଟା, ମୁଁ ରିଙ୍ଗଟା ଗିଫ୍ଟ କଲି, ମେଳାରୁ ବନେଇଥିଲି, 100 ଟଙ୍କା ନେଇଥିଲା।
ତାଙ୍କ ପାଇଁ ବନେଇଲି। ଆଉ ଏତେ ସାରା ମୁଁ ଜିନିଷ କିଣିଛି। ମିଷ୍ଟର ଦାସ କହିଲେ ଆରେ ସବୁ କ'ଣ ସବୁ ନେଇକି ଘରକୁ ଯାଉଛ? ଆରେ ମେଳା ମୁଁ ଆସିଛି ପୁଣି 10 ଟଙ୍କା 20 ଟଙ୍କା ଏସବୁ ଜିନିଷ ଷ୍ଟଲ୍ ପଡ଼ିଛି, ମୁଁ ନେବିନି କେମିତି, ମାନେ ଉଠେଇ ଆଣିଛି ଆଜି ପୁରା ମୁଁ ମେଳାକୁ। ତ ତା ସହିତ ମୁଁ ଗୋଟେ କାର୍ପେଟ୍ ବି ଆଣିଥିଲି, ଯେଉଁଟାକି ବେଡ଼୍ ତଳେ ପକାଇବା ପାଇଁ। ପାପୋଛ ଖୋଜୁଥିଲି କିନ୍ତୁ ମୋତେ ମିଳିଲାନି ଠିକ୍ସେ, ତ କାର୍ପେଟ୍ଟା ହିଁ ନେଇକି ପଳେଇ ଆସିଥିଲି। ବହୁତ ଭଲ, 700 ଟଙ୍କା କହୁଥିଲା, ମୁଁ ତାକୁ ବାର୍ଗେନିଂ କରିକି 550 ଟଙ୍କା ଦେଇଛି। ତ ସମସ୍ତେ ବୁଲି ବୁଲାକି ସେଠି ପକୋଡ଼ା ଖାଇଲୁ। ଆଉ କ'ଣ ସେ କ'ଣ ଖାଇଥିଲେ ସେଟା ତା ନାଁ ବି ମୁଁ ଜାଣିନି ଠିକ୍ସେ। ସେ ଭେଲପୁରୀ ଟାଇପ୍ର କ'ଣ ଚିକେନ୍ ଝୋଳ ତା ସହିତ ଦେଇଥିଲେ। ସେ ଏତେ ବାଜେ ସେ ତେଲ ହେଇଥିଲା କି ଖାଇଲୁ ବି ନାହିଁ, ଖାଲି ଚିକେନ୍ ପକୋଡ଼ା ଟିକେ ଖାଇ ଦେଇକି ପଳେଇ ଆସିଛୁ, ଆଉ କିଛି ବି ଖାଇନୁ। ତାପରେ ଘରକୁ ଆସିଲି। ଆସିବା ପରେ ମିଷ୍ଟର ଦାସ ପଳେଇଲେ କାଳିଆ ଭାଇ ହେରିକାଙ୍କୁ ଛାଡ଼ିବା ପାଇଁ, ଆଉ ଆମେ ସମସ୍ତେ ଘରକୁ ଆସିଲୁ। ମାନେ ଖୁଡ଼ି ମୁଁ ଆସିବା ପରେ ଖୁଡ଼ି ନେଇଗଲେ ଇସୁ ବାବାକୁ ଟିକେ ଶୋଇବା ପାଇଁ, କାରଣ ମୁଁ ତ ଗାଡ଼ିରେ ବସିକି ଖୁଆଇ ଦେଇଥିଲି। ତାପରେ ଏସବୁ ଜିନିଷ କିଣିଥିଲି। ଏଇ ଯେଉଁ ଦେଖୁଛନ୍ତି ଗାଙ୍ଗଲା କୁହନ୍ତି ନା ଡ୍ରମା କୁହନ୍ତି, ଯାହା ବି ହଉ, ସେଇଟା 100 ଟଙ୍କା ନେଇଥିଲା। ଆଉ ସେଠି କରେଇ ହେରିକା ବି ମିଳୁଥିଲା, କିନ୍ତୁ ସେଇଟା ତାଙ୍କୁ ପଚାରିଲି ଯେଉଁଟା ସିଲଭର କି କହିଲେ ମିକ୍ସ ଅଛି, ତେଣୁ ମୁଁ କରେଇଟା ଆଣିଲିନି। ଇସୁ ପାଇଁ ବୋଲ୍ ଆଣିଥିଲି, ଖୁଡ଼ି 2ଟା ଢମା ଆଣିଥିଲି, ଏସବୁ ଚୁଡ଼ି ଆଣିଥିଲି 100 ଟଙ୍କାରେ ଝାଲେ। ତ ଏସବୁ ଜିନିଷ ମୁଁ କିଣିକି ନେଇକି ଆସିଥିଲି। ଆଉ ଡବା ତ ମୁଁ ପୁରା ଭର୍ତ୍ତି କରିଦେଇଛି ଆଣିକି।